ଦେଖନ୍ତୁ ମୁଁ ତ କହିପାରିବିନି ଢୋଲ ଭିତରେ ମୂଷା କିଏ। ମୁଁ ଏତିକି କହିବି, ଯେଉଁମାନେ ବିଶୃଙ୍ଖଳିତ ଆଚରଣ କରୁଛନ୍ତି, ଯେଉଁ କର୍ପୋରେଟର ମାନେ, ଦେଖ ବିଜୁ ଜନତା ଦଳର ଆମର ସବୁଠାରୁ ସର୍ବାଗ୍ରେ ଅଛନ୍ତି ମାନ୍ୟବର ସଭାପତି ଆମ ଦଳର ନବୀନ ପଟ୍ଟନାୟକ। ତାଙ୍କ ଛତ୍ରଛାୟାରେ ସବୁ ହେଉଛି। ତାଙ୍କ ଅନୁମତି ବିନା ଆମେ କିଛି କରିପାରିବୁ ନାହିଁ। ଯେଉଁମାନେ କାଲି ମୁଁ ଶୁଣିବାକୁ ପାଇଲି, ଯେଉଁମାନେ ପ୍ରେସ୍ କନଫରେନ୍ସ କରିଥିଲେ 20-22 ଜଣ କର୍ପୋରେଟର, ସେମାନେ କରିବାଟା ଭୁଲ ଥିଲା। ଯେଉଁ ପ୍ରକାର ବକ୍ତବ୍ୟ ବାହାରେ ରଖୁଛନ୍ତି ସେଇଟା ଠିକ୍ ନୁହେଁ। ଆମେ ଭାବୁଛୁ ବୋଧେ ଏ ଯେଉଁ ପ୍ରେସ୍ କନଫରେନ୍ସ ତାଙ୍କର ବୁଦ୍ଧି ନୁହେଁ, ଏ ବୁଦ୍ଧି ଯେଉଁମାନେ ଦେଇଛନ୍ତି ନିଶ୍ଚିନ୍ତ ରୂପେ ତାଙ୍କ ଉପରେ ଆଉ କିଏ ଅଛନ୍ତି, କୌଣସି ବିଧାୟକ କି କୌଣସି ହାରିଥିବା ବିଧାୟକ, ସେ ଦେବାକୁ ପ୍ରବର୍ତ୍ତାଇବା କଥା ନୁହେଁ। ଏଠି ଆମେ ଲଢ଼େଇ କରୁନେ ପରସ୍ପର ଭିତରେ, ଆମେ ଏକାଠି ହେଇ କାମ କରିବାର ଅଛି। ସେ ସୁଯୋଗର ଆବଶ୍ୟକତା ଅଛି। ଗୋଟିଏ କଥା କହିବି, ମୁଁ ଭାବୁଛି ବୋଧେ ନିର୍ବାଚନ ପୂର୍ବରୁ ଯାହା ମୋର ସାନ ଭାଇ ଅମରେଶ ଜେନା କହୁଥିଲେ, ସେ ବହୁତ ଦିନ ବହୁତ ପୁରୁଣା କର୍ମୀ, ସେ କୌଣସି ସୁବିଧା ପାଇପାରୁନାହାନ୍ତି ଦଳରେ। ସେମିତି ତାଙ୍କ ଭଳିଆ ମୁଁ ବି ଜଣେ ଅଛି। ଆମେ ଆଶାୟୀ ରହିବା, ବିଧାୟକ ଲଢ଼ିବା ପାଇଁ ଆଶା ରହିବା, କାହା ପାଇଁକି ମନା ନାହିଁ। ଲୋକ ଯଦି ଚାହିଁବେ ଆମେ ନିର୍ବାଚନ ଲଢ଼ିପାରିବୁ। କିନ୍ତୁ ଯେହେତୁ ଆମେ ଶୃଙ୍ଖଳିତ କର୍ମୀ, ଦଳର ଯାହା ନିର୍ଦ୍ଦେଶ ଥିଲା ସେ ନିର୍ଦ୍ଦେଶ ଅନୁସାରେ ଆମେ ବିଧାୟକ ଯେଉଁ ଲଢ଼ିବାକୁ ଯାଉଥିଲୁ ସେଠି ଆଉ ଲଢ଼ିବାକୁ ଗଲୁନି, ତାଙ୍କ କଥା ଅନୁସାରେ ବସି ପଡ଼ିଲୁ। ତାପରେ ଯେଉଁ ଫଳାଫଳ ହେଲା, ନିର୍ବାଚନର ଫଳାଫଳ, କୌଣସି କେଉଁ ବିଧାୟକ ହାରିଲେ, କିଏ ଜିତିଲେ କମ୍ ଭୋଟ୍ରେ, ସେଇଟା କଥା ନୁହେଁ। ହାରିଲା ପରେ ନିଜର ଆତ୍ମସମୀକ୍ଷା ନ କରି କିଛି କର୍ପୋରେଟରଙ୍କୁ ଯେଉଁ ପ୍ରବର୍ତ୍ତାଉଛନ୍ତି, ଏ ପ୍ରକାର ଗ୍ରୁପିଜିମ୍ କରି ବାହାରେ ମତାମତ ଦେବାର ଯାହାର କୌଣସି ଅଧିକାର ନାହିଁ। ଆମର ଯାହା ଦେବେ ସଭାପତି ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ଦେବା କଥା। କିନ୍ତୁ ଏ ଯେଉଁ ବକ୍ତବ୍ୟ ଯାହାର ମୂଲ୍ୟ ନାହିଁ, ମୂଲ୍ୟହୀନ ବକ୍ତବ୍ୟକୁ ଛାଡ଼ି କିଏ କାଲି ଯେଉଁ କହୁଥିଲେ କିଏ ବିଜେପିରୁ ଆସି କିଏ, ସେଇଗୁଡ଼ା ନୁହଁ। ଆମେ ସମସ୍ତଙ୍କ ସାଙ୍ଗେ କେଉଁଠି କାହାର ଜନ୍ମଦିନ କିଏ ଆଟେଣ୍ଡ କଲେ କିଏ ବିଜେପି ଯାଉନି, କି କିଏ ବିଜେପିର କିଏ ଆସିକି ଯଦି ବିଜେଡ଼ି ବାଲାଙ୍କ ସାଙ୍ଗେ ମିଶିଲେ ସେ ବିଜେଡ଼ି ହେଇଯାଉନି। ଏ ପ୍ରକାର ଭୁଲ ଧାରଣା ତାକୁ ଯେଉଁ ଉପରେ ଦିଆଯାଉଛି, ଯେଉଁ 2 ଜଣ ବ୍ୟକ୍ତି ଦେଉଛନ୍ତି, ତାଙ୍କର ବ୍ୟକ୍ତିତ୍ୱର ବିକାଶ ଆବଶ୍ୟକତା ଅଛି। ସେ ଭୁଲି ଯାଉଛନ୍ତି ଜଣେ ହାରିଥିବା ବିଧାୟକ, ଜଣେ ଜିତିଥିବା ବିଧାୟକ। ସେ ଏ ପ୍ରକାର ଗ୍ରୁପିଜିମ୍ କରିବା ଠାରୁ ନିବୃତ୍ତ ରୁହନ୍ତି ବୋଲି ମୁଁ ନିବେଦନ କରୁଛି ଆପଣଙ୍କ ମାଧ୍ୟମରେ, ତାଙ୍କୁ ଟିକେ ଜଣାଇ ଦେବା ଦରକାର। ଏ ପ୍ରକାର ବିବୃତ୍ତି ଦେଲେ ନିଶ୍ଚିନ୍ତ ରୂପେ ଦଳ ପାଇଁ କ୍ଷତିକାରକ। ଯେଉଁମାନେ ପ୍ରେସ୍ କନଫରେନ୍ସ କଲେ ସେଇମାନେ ଆପଣଙ୍କ ନାଁ ନେଇକି କହୁଛନ୍ତି ଆମେ 57ରୁ 55 ଜଣ ଏକାଠି ଅଛୁ, 2 ଜଣ ହିଁ ବିଶୃଙ୍ଖଳା କରୁଛନ୍ତି। ଆପଣ କହୁଛନ୍ତି ସେମାନେ ବିଶୃଙ୍ଖଳା କରୁଛନ୍ତି। ମୁଁ ତ ଦେଖୁଥିଲି ସେମାନେ 22 ଜଣ ଅଛନ୍ତି, ତାଙ୍କ ସାଙ୍ଗେ କିଏ ନାହାନ୍ତି। ଆମ ସାଙ୍ଗରେ 35 ଜଣ, କି ଆମେ ଗ୍ରୁପିଜିମ୍ କରୁନୁ। ଆମେ କିନ୍ତୁ ସମସ୍ତେ ମିଶିକି ଅଛୁ, କାମ କରୁଛୁ। ବିଜେପି ବାଲାଙ୍କ ସାଙ୍ଗେ ଅଛୁ, ବିଜେଡ଼ି ବାଲା ଅଛନ୍ତି। ମେୟରଙ୍କୁ ଧରିକି ଆମେ ଡେଭଲପମେଣ୍ଟ କାମ କରିବାକୁ ଆଗେଇ ଚାଲିଛୁ। କେମିତି ବର୍ଷା ଦିନ ଅଛି, ଡ୍ରେନେଜର ସମସ୍ୟା ଅଛି, ପାଣି କେଉଁଠି ୱାଟର ଲକିଂ ହେଲା, ସେ କାମ କରିବାକୁ ଆଗେଇ ହେଲା ବେଳକୁ ବର୍ତ୍ତମାନ ଏ ଯେଉଁ 2 ଜଣ ବ୍ୟକ୍ତିତ୍ୱ ଅଛନ୍ତି, ବିଧାୟକ ହାରିଥିବା ଆଉ ଜଣେ ଜିତିଥିବା, ସେ ଯାହା କରୁଛନ୍ତି, ଯେଉଁ ପ୍ରବର୍ତ୍ତାଇକି ଏ ଯେଉଁ ଆମ ଭୁବନେଶ୍ୱର ଭିତରେ ଯେଉଁ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି, ସେଥିରୁ ପୁଣି ଥରେ ବି ମୁଁ ନିବେଦନ କରୁଛି ତାଙ୍କୁ ନିବୃତ୍ତ ହେବା ପାଇଁ। ନିଶ୍ଚିନ୍ତ ରୂପେ, ନହେଲେ ଜନସାଧାରଣ କ୍ଷମା ଦେବେନି। ଆଚ୍ଛା, ଏଇଟା କ'ଣ କାଲି ଯେଉଁ ସାମ୍ବାଦିକ ସମ୍ମିଳନୀ କଲେ, ଏଇଟା ସେଇମାନଙ୍କର ପ୍ରେରିତ? ଏଇଟା ନିଶ୍ଚିନ୍ତ ରୂପେ କୌଣସି ଦଳର ଇନଷ୍ଟ୍ରକ୍ସନ୍ ନାହିଁ। ଯାହାହେଲେ ଆମେ ଯେମିତି ଦଳକୁ ମାନୁଛୁ, ଆମର ଅଧିକାର ନାହିଁ ଆମେ ବାହାରେ ବସି ପ୍ରେସ୍ କନଫରେନ୍ସ ଡାକିକି ଆମେ କହିପାରିବୁନି ଦଳ ବିରୁଦ୍ଧରେ କୌଣସି କାର୍ଯ୍ୟକ୍ରମ ବିଷୟରେ। ତେଣୁ ସେ ଆଲୋଚନା କରିବା କଥା। ପ୍ରଥମେ ଯଦି କିଏ ଭୁଲ କଲା, ଉପର ଲେବୁଲରେ ଆମେ ଆଲୋଚନା କରିବା, ବରିଷ୍ଠ ନେତାମାନଙ୍କୁ ଜଣାଇବା ଏଇଆ ହେଇଛି, ତାରେ ସେଠି ଆମେ ଆଲୋଚନା ମାଧ୍ୟମରେ ସମାଧାନ ହେବ। କିନ୍ତୁ ସମାଧାନ ବାଟ ନୁହେଁ ଯେଉଁ ମିଛରେ ସବୁ ଆରୋପ ଆଣି କହୁଛନ୍ତି। ଆକ୍ଚୁଆଲି ସେ ନିଜେ ଦୋଷୀ। ଯେଉଁମାନେ କହିଛନ୍ତି କାଲି ଢୋଲ ଭିତରେ ମୂଷା, ସେମାନେ ନିଜେ ଦୋଷୀ। ସେ ଜାଣିବା କଥା, ଜଣେ ସ୍ୱାଇଁ ମ୍ୟାଡ଼ାମ୍ ଥିଲେ ଆଉ ଜଣେ ନାୟକ ବାବୁ ଥିଲେ କର୍ପୋରେଟର। ତାଙ୍କର ବହୁତ ଅଭିଯୋଗ ଅଛି। ନାୟକ ବାବୁଙ୍କ ନାଁରେ ଥାନାରେ ବି ଅଭିଯୋଗ ଅଛି, ସ୍ୱାଇଁ ମ୍ୟାଡ଼ାମଙ୍କ ନାଁରେ ବି ଅଛି। ହାଟ ତାଙ୍କର ଜଣେ ପରିବାର ଲୋକ। ସେ ଜିନିଷ ବ୍ୟକ୍ତିଗତ ମାମଲାକୁ ଯିବା କଥା ନୁହେଁ। ଯଦି ମୋତେ ପଚାରିଲେ ମୁଁ କହିଦେଲି। କିନ୍ତୁ ତାଙ୍କୁ ପୁଣି ଥରେ ବି ମୁଁ କହୁଛି, ସେ ଏଥିରୁ ନିବୃତ୍ତ ହୁଅନ୍ତି। ବ୍ୟକ୍ତିଗତ ଆକ୍ଷେପ, ଏ ନିର୍ବାଚନରେ ଯେଉଁ ହାରିଗଲା ପରେ ବ୍ୟକ୍ତିଗତ ରାଗ ରଖି ଆମ ଅମରେଶ ଜେନା ଆଉ ମୋ ଉପରେ ଯେଉଁ ସୁଜାଇବାକୁ ବସିଛନ୍ତି,
ଜନସାଧାରଣ କେବେ ବି କ୍ଷମା ଦେବେନି କିନ୍ତୁ ଆମେ ଦଳକୁ ସମ୍ମାନ ଦେଉଛୁ ଦଳ ଯାହା ନିର୍ଦ୍ଦେଶ ଦେବ ଆମେ ମାନୁଛୁ ଦଳ ପାଇଁ ଆମେ କାମ କରୁଛୁ କୌଣସି ଦଳ ଛାଡ଼ିକି ମୋର ଯିବାର ନାହିଁ